ଯୀଶୁ 11ଟା ରାତିରେ ଘରେ ପଶୁ ଏହିପରି କହି ପରିହାସ କରୁଥିବା ଭାଇମାନଙ୍କୁ ଏ ଭିଡିଓରେ ମୁଁ କହିବା ପାଇଁ ଚାହେଁ, ଭାଇମାନେ ବିଚାର ଦିନରେ ପ୍ରଭୁ ଆପଣମାନଙ୍କୁ ବିଚାର କରିବେ। ସେହି ଦିନ ମୁହଁକୁ ମାରିବେ, ପୁଣି ଦୂତମାନଙ୍କର ମାଡ, ଜୋର ଜବରଦସ୍ତି ସାଂଘାତିକ ମାଡ ଭାଇ। ଆଉ ସେହି ଦିନ ପ୍ରଭୁ ଆପଣମାନଙ୍କୁ କହିବେ, ବାବୁରେ ତୋ ଘରେ କେତେ ହୀରା ରୂପା ସୁନା ରଖିଥିଲୁ, କେତେ ସୁନ୍ଦର ସୁନ୍ଦର ଝିଅ ତୋ ଘରେ ଥିଲା ଯେ, ଆଉ ପ୍ରଭୁ ଯୀଶୁ କଣ ଡକାୟତ ହେଇଥିଲା ନା ସେ କଣ ବ୍ୟବଚାର କରୁଥିଲା ଯେ 11ଟା ରାତିକି ତୋ ଘରକୁ ଆସିଥିଲା ରେ ବାବୁ, ଚୋରି କରିବା ପାଇଁ, ବ୍ୟବଚାର କରିବା ପାଇଁ। ମନେ ରଖନ୍ତୁ, ବିଚାର ଦିନରେ ପ୍ରଭୁ ଆପଣମାନଙ୍କୁ ବିଚାର କରିବେ, ଦୂତମାନଙ୍କୁ କହି ଅନନ୍ତର ନରକରେ ଆପଣମାନଙ୍କୁ ପକାଇବେ। ପୁଣି ସାହାଯ୍ୟ କରିବାକୁ କେହି ନଥିବେ। ଯେକୌଣସି ଖ୍ରୀଷ୍ଟୀୟ ଲୋକ ଜଣେ ଭୁଲ କଲେ ପ୍ରଭୁ ଯୀଶୁଙ୍କୁ ଆପଣ ମାନେ କାହିଁକି ଦୂଷିତ କରୁଛନ୍ତି? ସେ କଣ ଏ ଜଗତରେ ଆପଣ ମାନଙ୍କ ସହିତ ପୁଡିଆ ଖାଇବାକୁ ଆସିଥିଲେ? ଆପଣ ମାନଙ୍କ ସହିତ କଣ ମଦ ପିଇବାକୁ ଆସିଥିଲେ? ଆପଣ ମାନଙ୍କ ସହିତ 11ଟା ରାତିରେ ଚୋରି କରିବାକୁ ଆସିଥିଲେ? ଗୋଟିଏ କଥା ମନେ ରଖନ୍ତୁ ଭାଇ, ସେ ସତ୍ୟ ପ୍ରଭୁ ଯୀଶୁ ଅଟନ୍ତି, ସ୍ୱୟଂଭୂ ପରମେଶ୍ୱର, ପବିତ୍ର ଆତ୍ମାରେ ପରିପୂର୍ଣ୍ଣ। ସେ ଦୟା ପ୍ରକାଶ କରିବାକୁ ଆସିଥିଲେ, ସେ ସୁସ୍ଥତା କରିବାକୁ ଆସିଥିଲେ, ସେ ଲୋକମାନଙ୍କୁ ଅନୁଗ୍ରହ କରିବାକୁ ଆସିଥିଲେ। ତୁମେ